ओम गुरु ब्रह्मा गुरु विष्णु गुरुदेव महेश्वर गुरुरेव परम ब्रह्म तस्मै श्री गुरुवे नमः। अखंडमंडलाकारं व्याप्तयेनं चराचरं तत्पदं दर्शितं येनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमो भगवते वासुदेवाय नमः। ओम श्री गणेशाय नमः। श्रीमद्भागवत महापुराण षष्ठ स्कंद सप्तम अध्याय। गोविंद 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 पदुगालुछि मकरंद से मकरंद पान करी एळे तरिले ब्रज नारी से ब्रज नारी कपयरे मन मरहो निरंतरे मन निरंतरे रहो। हा कृष्ण बोली जीव जाओ, हा कृष्ण बोली जाओ जीव मते उद्धार राधाधव। सकल वेद विचारिले विश्वरूपको आदरिले ताहांको कले पुरोहित। सप्तम अध्याय चरित सप्तम अध्याय चरित ताहांको कले पुरोहित। राजा परीक्षित वाच क्यों हेतुरु आंगिरस देवंको कले अविश्वास। देवंको कले अविश्वास तांकर शिष्य देवगणे तांकु लंघिले कि कारणे। ए कथा कह मुनिवर जेबे करुणा मते कर। बादारायणी वाच शुण कहिबा जापयर जेहेतु छाड़िले अमर। एक कालरे पुरुहूत आश्चर्य होई विहोलित। निरते आसो सत मार्गरे प्रवृत हेले से गर्वरे। पवन वसु रुद्रगण आदित्य जेते प्रभु रघुपुण। विश्वदेवा साध्य सहिते अश्विनी कुमार समते। सिद्ध गंधर्व जे चारण कल्पवादी जे मुनिगण। किन्नर विद्याधर गण सेवित अपसरा मान। पतंग उदरे जे आदि सेवंती जे जाहा प्रसिद्धि। स्तुति करती बंदीगण आस्थाने बसी मघवान। आस्थाने बसी मघवान ललित केहू गीत गाई चामर धरी के बिंचये। चंद्रमंडल प्राय होई श्वेत छत्र जे शोभा पाए। अन्य जे पारिषदगण विंचंती घेनीन व्यंजन। विंचंती घेनीन व्यंजन सची संगते देवराय रत्न आसन रे विजये। रत्न आसन रे विजये एमंत समय राजन कहिबा शुण एक मन। परम गुरु देवंकर प्रवेश हेले जे सभार। प्रवेश हेले से सभार बाचस्पति मुनिंकर बंदित सुरासुरंकर। एमंत मुनि की देखिले इंद्र आसनु न उठिले। सेठारु शीघ्रे आंगिरस मौने मंदिरे प्रवेश। श्रीमदे इंद्रर विक्रिया मने जानिले मुनि एहा। ताहांको बिनु के पंडित स्वर्ग लक्षणे समरथ। तक्षणे इंद्र जानी करी गुरु अपराध विचारे। आत्मा को इंद्र निंदा कला आनंदे संतोप पाइला। बड़ असाधुपण कली मु अल्प बुद्धि की पाइले।
ଅଜ୍ଞାନ ଐଶ୍ୱର୍ଯ୍ୟ ମଦରେ ଗୁରୁ ନିନ୍ଦିଲି ମୁଁ ସଭାରେ ମୁଁ ଦେବମାନଙ୍କ ଈଶ୍ୱର କଲି ଅସୁରଙ୍କ ବ୍ୟବହାର ଯେ ମହାରାଜ ବନିବହି ମନରେ ମତ ଗର୍ବ ବହିଏ ଧର୍ମଧରତା ଯେଉଁମାନେ ସାଧୁ ପଣ୍ଡିତ ଯେତେ ଜନେ ତାହାଙ୍କୁ ଦେଖି ନ ଉଠନ୍ତି ସେମାନେ ଧର୍ମ ନ ଜାଣନ୍ତି କୁପଥ ଦେଖାନ୍ତି ଯେ ଜନ ନରକେ ପଡ଼ନ୍ତି ବହନ ତାହାଙ୍କ ବୋଲ ଯେ କରନ୍ତି ପାଷାଣ ଭେଲା ଅବରନ୍ତେ ପାଷାଣ ଭେଲା ଆବରନ୍ତେ ସ୍ୱଭାବେ ଗୋରୁ ସେ ପାଷାଣ ସ୍ୱଭାବେ ଗୋରୁ ଯେ ପାଷାଣ ତାହାର ଆଶ୍ରୟ ମରଣ ଏବେ ଅମର ଗଣଙ୍କର ଆଚାର୍ଯ୍ୟ ଅଗାଧ ବୁଦ୍ଧିର ମୁମୂଢ଼ ସେହି ବ୍ରାହ୍ମଣର ପୟରେ ମଣ୍ଡି ବିମଶିର ପୟରେ ମଣ୍ଡି ବିମଶିର ତାହାଙ୍କୁ କରାଇ ପ୍ରସନ୍ନ ଦୁଃଖ ମୋହଇବ ଦହନ ଏମନ୍ତ ଚିନ୍ତା ମନେ କରି ଗୁରୁ ଭୁବନେ ଆଗୁସରେ ଗୁରୁ ତା আগমନ ଦେଖି ଗୃହକୁ ଗଲେ ସେ ଉପେକ୍ଷେ ଗୁରୁ ଦର୍ଶନ ନ ପାଇ ଭୟ ଶୋକରେ ଯୁକ୍ତ ହୁଏ ଆତ୍ମାର ଅକୁଶଳ ଜାଣି ଚିନ୍ତିତ ହେଲେ ବଜ୍ରପାଣି ଏହା ଶୁଣି ଅସୁରମାନେ ଶୁକ୍ରମନ୍ତ୍ରୀଙ୍କର ବଚନେ ଦେବଙ୍କ ନାଶ ବିଚାରନ୍ତି ସ୍ୱଭାବେ ଦୁର୍ମଦ ହୁଅନ୍ତେ ତାହାଙ୍କ ବାଣୀ ମଘବାନ ଦେବଙ୍କ ଦେହେ ହେଲା କ୍ଷୀଣ ବ୍ରହ୍ମା ଛାମୁକୁ ଦେବେ ଯେ ଗଲେ ଏ ସର୍ବ କଥା ନିବେଦିଲେ ନଦ କନ୍ଧରେ ଦେବଗଣ ନମିଲେ ବ୍ରହ୍ମାଙ୍କ ଚରଣ ଦୁଃଖିତ ଦେଖି ଦେବଗଣ ସ୍ୱୟମ୍ଭୁ ଅଜ ଭଗବାନ ପରମ ଉପଯୁକ୍ତ ହୋଏ କିଛି ବୋଲ ସ୍ନେହ ବହେ ବ୍ରହ୍ମାବାଚ হে দেব শুণ কহু আম্ভে অত্যন্ত মন্দ কল তুম্ভে ব্রহ্মিষ্ঠ দান্ত যে ব্রাহ্মণ তাহাଙ୍କୁ কল অপমান ତୁମଙ୍କୁ ସେ ପ୍ରାୟ କାରଣେ ଜିଣିଲେ ତେଣୁ ଶତ୍ରୁମଣେ ତୁମଙ୍କୁ ନ ଦେଖି ତୁମଙ୍କୁ ନ ଜିଣନ୍ତି ବାଦେ ଏବେ ଜିଣିଲେ ଅପ୍ରମାଦେ ସେ ହେ ଇନ୍ଦ୍ର ଶୁଣ ସାବଧାନେ ଗୁରୁଙ୍କୁ ଲଙ୍ଘିଲେ ଅଜ୍ଞାନେ ଆଚାର୍ଯ୍ୟ ଭଳି ଦୈତ୍ୟଗଣ ମଣେ ଲଭିବେ ମୋ ଭୁବନ ଶୁକ୍ରଙ୍କୁ ଅଗାଧି ଅସୁର ଐଶ୍ୱର୍ଯ୍ୟ ଲଭିଲେ ସ୍ୱର୍ଗର ଗୋବିପ୍ର ଗୋବିନ୍ଦ ଯାହାର ଠାକୁର ବସ୍ତ୍ର କାହିଁ ତାର ଠାକୁର ବିଘ୍ନ କାହିଁ ତାର ଅଶେଷ ପ୍ରାଣୀ କି ଈଶ୍ୱର ଯୁଦ୍ଧ କରିବେ ଚକ୍ରଧର ବିଶ୍ୱରୂପକୁ ବେଗେ ଉଚ୍ଚ ତୁମ୍ଭର କରିବେ ସେ କାର୍ଯ୍ୟ ସେ ବିପ୍ର ପ୍ରସନ୍ନ ହୋଇଲେ ତୁମ୍ଭର ଦୁଃଖ ଜୀବକ ଭଲେ ସୁଖ କହିଲେ ଶୁଣ ରାଏ ବ୍ରହ୍ମା ଯେ କହିଲେ ଉପାଏ ଶୁଣି ଦେବତାଏ ହରସ ବ୍ରହ୍ମାରେ ହୋଇଲା ବିଶ୍ୱାସ ଋଷିଙ୍କ ଠାବକୁ ଯେ ଗଲେ ହରସେ ଆଲିଙ୍ଗନ କଲେ ଏ ଅନନ୍ତରେ ଦୁଷ୍ଟ ହୋଇ ଦେବେ କହିଲେ ଏଥେ କହେ ଦେବବାଚ ଆମ୍ଭେ ଅତିଥି ହେଲୁ ମୋ ଯହୁଁ ତୁମ୍ଭ ଆଶ୍ରମେ ଶୁଭ ହେଉ
ପିତୃମାନଙ୍କ କାର୍ଯ୍ୟ ପୂର୍ଣ୍ଣ କର ଏ ଯଥୋଚିତ ଧର୍ମ। ଉତ୍ତମ ପୁତ୍ରଙ୍କର ଧର୍ମ ଯେ ପିତୃଗଣ ଶୁଶ୍ରୂଷଣ। ଗୃହସ୍ଥ ଜନଙ୍କ ଏ ଧର୍ମ ଅଧିକେ ବ୍ରହ୍ମଚାରୀ କର୍ମ। ଆଚାର୍ଯ୍ୟ ବ୍ରହ୍ମରେ ମୂରତି ଆଚାର୍ଯ୍ୟ ବ୍ରହ୍ମାର ମୂରତି ପିତା ପ୍ରତୀକ୍ଷେ ପ୍ରଜାପତି। ବ୍ରହ୍ମା ଯେ ମୂରତି ଇନ୍ଦ୍ରର ମାତା ସାକ୍ଷାତେ ପୃଥିବୀର। ଭଗିନୀ ଦୟାରୁ ମୁକତି ମୂରତି ଅଧର୍ମ ମୂରତି ଅତିଥି। ଅଗ୍ନି ମୂରତି ଅଭ୍ୟାଗତ ଆତ୍ମାରେ ମୂର୍ତ୍ତ ସର୍ବଭୂତ। ଶତ୍ରୁ ସକାଶୁ ପରକାର ଯେଣେ ପିତାଙ୍କ ଆବିର୍ଭାବ। ଏହି କାରଣୁ ମୁନିବର ତପ୍ୟର ସାଧି ଦୂର କର। ଗୁରୁ ଉପାଧ୍ୟାୟ ବ୍ରାହ୍ମଣ ବ୍ରହ୍ମିଷ୍ଠ ଯେତେ ତୁମ୍ଭ ଗୁଣ। ତୁମଙ୍କୁ କରୁ ପୁରୋହିତ ଶତ୍ରୁଙ୍କୁ କିଣିବୁ ତୁରିତ। କାର୍ଯ୍ୟରେ ପ୍ରୟୋଜନ ପାଇଁ କନିଷ୍ଠ ପୂଜା ନିନ୍ଦା ନହି। ବୟସେ ହେଲେ କନିଷ୍ଠ ଜ୍ଞାନରେ ଅଟେ ତୁମ୍ଭ ଜ୍ୟେଷ୍ଠ। ଶ୍ରୀ ଶୁକବାଚ ତାହାଙ୍କୁ ପୁରୋହିତ ପଣେ କରିଣ କଲେ ଦେବଗଣେ। ମୁନି ବିଶ୍ୱରୂପ ହସିଲେ ଦେବତା ମାନଙ୍କୁ ବୋଇଲେ। ବିଶ୍ୱରୂପ ବାଚ ଭୋ ଦେବଗଣ କହୁ ଶୁଣ। ଆଚାର୍ଯ୍ୟ କାର୍ଯ୍ୟେ ଦୋଷ ଗୁଣ ଆଚାର୍ଯ୍ୟ କାର୍ଯ୍ୟେ ଦୋଷ ପୂର୍ଣ୍ଣ। ନିନ୍ଦିତ କାର୍ଯ୍ୟ ପୌରୋହିତ୍ये କଥା ରାଜା ତୁମ୍ଭେ ମତେ। ସେ ଅଧୀଶ୍ୱର ତୁମ୍ଭ ଶୁଣ ଅର୍ଥବ ନାହିଁ ପ୍ରୟୋଜନ। କ୍ଷେତ୍ରରୁ ଧନ୍ୟାଦି ଗ୍ରହଣ କରି ବଞ୍ଚଇ ମୁହିଁ ଦିନ। ହିପାଇଁ ତୁଜ ବୁଦ୍ଧି କରି ପୁରୋହିତ ପଣେ ଆଚାର୍ୟେ। ଅଜ୍ଞାନ ଲୋକଙ୍କର ଏହି କର୍ମ ପାରି ହୁଅନ୍ତି ପ୍ରେମ ମହାପ୍ରେମ। ପାଇ ହୁଅନ୍ତି ମହାପ୍ରେମ। ତଥାପି ତୁମ୍ଭର ପ୍ରାର୍ଥିତ ଆମ୍ଭର କରିବାକୁ ଚିତ। ତୁମ୍ଭର ଯେତେ କଥା ମାନ ସାଧିବୁ ଶୁଣ ଦେବଗଣ। ବାଦାରୟଣୀ ବାଚ ଏ ଅନନ୍ତରେ ବିଶ୍ୱରୂପ। ବରଣ ଦେ ହୋଇ ଶୁଣ ନୃପ। ଶ୍ରୀକୃଷ୍ଣ ବୋଲିଣ ସୁମାରି ପରମ ସଥା ସମାଧିର କରି। ଶୁକ୍ରର ବିନ୍ଧ୍ୟାବଳୁ କରି ଅସୁର ଗଣ ଅସୁରଙ୍କର ଯେହୁ ଶିରି। ନିଶ୍ଚୟ କରିଥିଲେ ନାଶ ଶୁଣି ରାଜନ ଇତିହାସ। ବୈଷ୍ଣବ ବିଦ୍ୟା ଚୋରି ଯାହା ଇନ୍ଦ୍ରଙ୍କୁ ଆଣି ଦେଲେ ତାହା। ସେ ଦିବ୍ୟ ପ୍ରଭାବକୁ ନଷ୍ଟ କରି ଜିଣିଲା ଯେ ଦାନବ। ସେ ବିଦ୍ୟା ପ୍ରଭାବରୁ ଇନ୍ଦ୍ର ଜିଣିଲା ଯେ ଦାନବ ବୃନ୍ଦ। ମହତ ବିଶ୍ୱରୂପ ଧୀରେ ଦେଲେ ଇନ୍ଦ୍ରଙ୍କୁ ବିଦ୍ୟା ସାରେ। ଇନ୍ଦ୍ରର ଗୁରୁ ଦ୍ରୋହ ଦୋଷ କହିଲା ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଷଷ୍ଠ ସ୍କନ୍ଧେ ବିଶ୍ୱରୂପେ ଉପାଖ୍ୟାନ ନାମ ସପ୍ତମ ଅଧ୍ୟାୟ ସମାପ୍ତ।